ଆଗକୁ ସୁଦଶା ବ୍ରତ ଆସୁଛି। ଯେଉଁମାନେ ସୁଦଶା ବ୍ରତ କରିବେ ନିଶ୍ଚିତ ଏହି ସୁନ୍ଦର ଭିଡ଼ିଓଟିକୁ ଦେଖିବେ। ନିଶ୍ଚୟ ଅନେକ କଥା ସୁଦଶା ବ୍ରତକୁ ନେଇ ଜାଣିପାରିବେ। ତେବେ ଆସନ୍ତୁ ଡେରି କାହିଁକି, ଆଜିର ସୁନ୍ଦର ଭିଡ଼ିଓଟିକୁ ଆରମ୍ଭ କରିବା। ପ୍ରତ୍ୟେକ ଓଡ଼ିଆ ଗୃହିଣୀମାନେ ସୁଦଶା ବ୍ରତ କରନ୍ତି। ସୁଦଶା ବ୍ରତ ପ୍ରତିବର୍ଷ ଆରମ୍ଭରେ କିମ୍ବା ଶେଷରେ ପଡ଼ିଥାଏ। କିନ୍ତୁ 2025 ବର୍ଷରେ ଜାନୁଆରୀ 9 ତାରିଖରେ ସୁଦଶା ବ୍ରତ ପାଳନ ହେବ। ମାଣବସା ଗୁରୁବାର ପରି ସୁଦଶା ବ୍ରତ ମଧ୍ୟ ଲକ୍ଷ୍ମୀ ମାଙ୍କର ଅତି ପ୍ରିୟ ହୋଇଥାଏ। ସେଥିପାଇଁ ପ୍ରତ୍ୟେକ ନାରୀମାନେ ସୁଦଶା ବ୍ରତ ପାଳନ କରିଥାନ୍ତି ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ। ସୁଦଶା ବ୍ରତ କେହି କେହି ଘରେ ଏବଂ ଲକ୍ଷ୍ମୀ ମନ୍ଦିରରେ ପାଳନ କରିଥାନ୍ତି। ମନ୍ଦିରରେ ଯେଉଁମାନେ ବ୍ରତ କରନ୍ତି ସେମାନେ ଘରେ ମଧ୍ୟ ଲକ୍ଷ୍ମୀଙ୍କର ବିଶେଷ ପୂଜା କରିଥାନ୍ତି। ମା ଲକ୍ଷ୍ମୀଙ୍କୁ 10 ସଂଖ୍ୟାଟି ଭାରି ପସନ୍ଦ। ସେଥିପାଇଁ ମାଙ୍କର ପୂଜାରେ 10ଟି ସଂଖ୍ୟାର ସବୁ ଜିନିଷ ରଖାଯାଇ ପୂଜା ହୋଇଥାଏ। ଯେମିତିକି 10ଟି ଫୁଲ, 10ଟି ଫଳ, 10 ପୁରଦିଆ ମଣ୍ଡା, 10ଟି ଫଳମୂଳ ମିଶି ପଣା, ବ୍ରତରେ 10ଟି ଗଣ୍ଠି, 10ଟି ବେଲପତ୍ର, 10ଟି ହଳଦୀ ଗୁଆ, 10ଟି ଗୁଆ ଇତ୍ୟାଦି ରଖି ପୂଜା କରାଯାଏ। ସୁଦଶା ବ୍ରତରେ ବା ସୁଦଶା ବା ଶୁଭ ଦିନ ପଡ଼ିବା ପାଇଁ ଆମର ଘରର ମଙ୍ଗଳ ପାଇଁ ସୁଦଶା ପୂଜା କରାଯାଏ। ସୁଦଶା ବ୍ରତରେ ମାଙ୍କର ପିତ୍ତଳ ମୂର୍ତ୍ତିକୁ ପୂଜା କରିପାରିବେ କିମ୍ବା ଉଭୟ ଲକ୍ଷ୍ମୀ ନାରାୟଣଙ୍କର ମୂର୍ତ୍ତିକୁ ରଖି ମଧ୍ୟ ପୂଜା କରିପାରିବେ। ମାଙ୍କର ମୂର୍ତ୍ତିଙ୍କୁ ପୂଜା କଲେ ମଧ୍ୟ ଗୁଆ ନିଶ୍ଚୟ ପୂଜା ହେବେ। ଯାହାଙ୍କ ଘରେ ସୁଦଶା ବ୍ରତରେ 10ଟି ଗୁଆ ପୂଜା ହେବାର ନିୟମ ଅଛି ସେମାନେ 10ଟି ଗୁଆ ମାଙ୍କ ପାଖରେ ପୂଜା କରିବେ। ଯାହାଙ୍କ ଘରେ 10ଟି ଗୁଆ ସୁଦଶା ବ୍ରତରେ ପୂଜା ହେବାର ନିୟମ ନାହିଁ ସେମାନେ 2ଟି ଗୁଆ ନିଶ୍ଚୟ ପୂଜା କରିବେ। 2ଟି ଗୁଆ ଲକ୍ଷ୍ମୀ ନାରାୟଣଙ୍କ ନାଁରେ ପୂଜା ହେବେ। ଲକ୍ଷ୍ମୀ ନାରାୟଣ କିମ୍ବା କେବଳ ମା ଲକ୍ଷ୍ମୀଙ୍କ ପ୍ରତିମାକୁ ତଳେ ରଖି ପୂଜା କରାଯାଏ ନାହିଁ। ଖଟୁଲିରେ ମାଙ୍କୁ ରଖି ବ୍ରତ କରାଯାଏ। ଗୁଆକୁ ଆପଣମାନେ ପିଢ଼ା ଉପରେ ରଖି ପୂଜା କରିବା ଉଚିତ। ସୁଦଶା ବ୍ରତ ହେଉ କିମ୍ବା ମାଣବସା ହେଉ ମାଙ୍କର ଅତି ପ୍ରିୟ ହୋଇଥାଏ। ଧଳା ରଙ୍ଗର ଫୁଲ, ହଳଦିଆ ରଙ୍ଗର ଫୁଲ ଏବଂ ନାଲି ରଙ୍ଗର ଫୁଲ ମାଙ୍କର ମଧ୍ୟ ବହୁତ ପସନ୍ଦ। ସବୁଠାରୁ ନାଲି ରଙ୍ଗ ଫୁଲ ଏବଂ ଗୁରୁବାର ଦିନଟି ମାଙ୍କର ଅତି ପ୍ରିୟ ହୋଇଥାଏ। ପୂଜାରେ 10 ପ୍ରକାର ଫୁଲ ଲାଗିଥାଏ। ସେଥିପାଇଁ ମାଙ୍କ ପସନ୍ଦ ଫୁଲ ହେଉଛି ପଦ୍ମ ଫୁଲ, ଗେଣ୍ଡୁ ଫୁଲ। ସୁଦଶା ବ୍ରତରେ ପଦ୍ମ ଫୁଲ, ଗେଣ୍ଡୁ ଫୁଲ ନିଶ୍ଚୟ ପୂଜା ହୋଇଥାଏ। ଟଗର, ତରାଟ, ଗୋଲାପ ଫୁଲ ଇତ୍ୟାଦି ମଧ୍ୟ ମାଙ୍କ ପୂଜାରେ ଲାଗିଥାଏ। କିନ୍ତୁ କନିଆର, ଧଳା ଅପରାଜିତା, କୃଷ୍ଣ ଅପରାଜିତା ଫୁଲ ମାଙ୍କ ପାଖରେ ପୂଜା ହୋଇନଥାଏ। 10ଟି ଦୁବ, 10ଟି ବରକୋଳି ପତ୍ର, 10ଟି ବେଲପତ୍ର, 10ଟି ଫୁଲ ମାଙ୍କ ପୂଜାରେ ଲାଗିଥାଏ। ପୂର୍ବଦିନ ଠାରୁ ଏହିସବୁ ସଜାଡ଼ି ରଖିବା ଉଚିତ। ପୂର୍ବଦିନ ଠାରୁ ଏହିସବୁ ସଜାଡ଼ି ରଖିବା ଉଚିତ କାହିଁକି ନା ପୂଜା ଦିନ ଆପଣମାନଙ୍କୁ ବହୁତ ସହଜ ହେବ ବ୍ରତ କରିବା ପାଇଁ।
ମାଙ୍କ ପାଖରେ 3 ଥର ଭୋଗ ଲାଗିଥାଏ। ସକାଳ ଭୋଗ, ମଧ୍ୟାହ୍ନ ଭୋଗ ଏବଂ ସନ୍ଧ୍ୟା ଭୋଗ। ଭୋଗ ପାଇଁ ଯାହା ଆବଶ୍ୟକ ଜିନିଷ ପୂର୍ବଦିନ ଠାରୁ ସଜାଡ଼ି ରଖିବା ଉଚିତ। ମାଙ୍କ ପାଖରେ 10 ପାଖୁଡ଼ା ଥିବା ପଦ୍ମଫୁଲ ଚିତା ପଡ଼ିଥାଏ। ମାଣବସାରେ ସମସ୍ତେ ବାସି ଚିତା ଅର୍ଥାତ୍ ପୂର୍ବଦିନ ଠାରୁ ଚିତା ପକାଇ ଦେଇଥାନ୍ତି, କିନ୍ତୁ ସୁଦଶା ବ୍ରତରେ ସଜ ଚିତା, ଯେମିତିକି ଭୋର 4ଟା ହେଉ କିମ୍ବା 3ଟାରେ, ଭୋର 3ଟା କି 4ଟାରେ ଆପଣ ସଜ ଚିତା ପକାଇବେ। ମାଙ୍କର ଖଟୁଲି, ପିଢ଼ା, ପିତ୍ତଳ ପୂଜା ବାସନ ସବୁ ପୂର୍ବଦିନ ଠାରୁ ଧୋଇ ରଖିବା ଉଚିତ। ପୂଜାକୁ ସହଜ କରିବା ପାଇଁ ପୂର୍ବରୁ ସବୁ ଯୋଗାଡ଼ି ରଖିବା ଉଚିତ। ବ୍ରତ ଦିନ କଳା ରଙ୍ଗର ଶାଢ଼ୀ, ଚୁଡ଼ି, ଟିକିଲି ଇତ୍ୟାଦି ପିନ୍ଧିବା ଉଚିତ ନୁହେଁ। ମାଙ୍କୁ ଧଳା, ହଳଦିଆ ରଙ୍ଗର ଅଧିକ ପସନ୍ଦ ହୋଇଥାଏ। ବ୍ରତ କରୁଥିବା ପ୍ରତ୍ୟେକ ନାରୀମାନଙ୍କୁ ଧଳା କିମ୍ବା ହଳଦିଆ ଶାଢ଼ୀ ପିନ୍ଧିବା ଉଚିତ, ଯେଉଁଥିରେ ନାଲି ରଙ୍ଗର ଫୁଲ କିମ୍ବା ପାଢ଼ୀ ରହିଥିବ। ଖାଲି ପ୍ଲେନ୍ ଶାଢ଼ୀ ପିନ୍ଧିବା ଉଚିତ ନୁହେଁ କିମ୍ବା ନାଲି ରଙ୍ଗର ଶାଢ଼ୀ ମଧ୍ୟ ପିନ୍ଧିପାରିବେ। ସୁଦଶା ବ୍ରତରେ ଆମିଷ, ପିତା, କଷା, ପିଆଜ, ରସୁଣ, ଛତୁ, ମସୁର ଡାଲି, ବାସି ଖାଦ୍ୟ ଖାଇବା ଉଚିତ ନୁହେଁ ଏବଂ ଅନ୍ୟ ଘରେ ମଧ୍ୟ ବ୍ରତରେ ଖାଇବା ଉଚିତ ନୁହେଁ ବା ଅନ୍ୟ ପାଗରେ ଖାଇବା ଉଚିତ ନୁହେଁ। ଖାଇବା ପିଇବାକୁ ନିୟନ୍ତ୍ରଣ କରିବା ସହିତ ମନକୁ ମଧ୍ୟ ନିୟନ୍ତ୍ରଣରେ ରଖିବା ଉଚିତ। କାହାକୁ ବ୍ରତରେ ଗାଳି ଦେବା, ଅପମାନ କରିବା, ମିଛ କହିବା କିମ୍ବା ଛୁଆମାନଙ୍କୁ ବାଡ଼େଇବା ଏହା ଉଚିତ ନୁହେଁ। ନାରୀମାନେ ବ୍ରତ ଦିନ ଶରୀରରୁ ଅଳଙ୍କାର ଉତାରିବା କିମ୍ବା ଚୁଡ଼ି ଉତାରିବା ଉଚିତ ନୁହେଁ। ବ୍ରତ ଦିନ ଘରକୁ ସଫା ରଖିବା ଏବଂ ନିଜେ ମଧ୍ୟ ସଫାସୁତୁରା ରହିବା ଉଚିତ, କାରଣ ମା ଲକ୍ଷ୍ମୀଙ୍କୁ ସଫାସୁତୁରା, ପରିଷ୍କାର ରହୁଥିବା ଘର ଅଧିକ ପସନ୍ଦ ହୋଇଥାଏ। ଯେଉଁମାନେ ମିଠା ମିଠା କଥା କୁହନ୍ତି, ଘର ପରିଷ୍କାର ରଖନ୍ତି, ପରିବାର ଲୋକମାନଙ୍କ ପ୍ରତି ସମ୍ମାନ ଜଣାନ୍ତି, ସେମାନଙ୍କ ଘରେ ସର୍ବଦା ଲକ୍ଷ୍ମୀ ନାରାୟଣ ବାସ କରିଥାନ୍ତି ଏବଂ ସେମାନଙ୍କ ଘରେ କେବେ ବି ଅଭାବ ରହିନଥାଏ, ଆଉ ସେମାନେ ସବୁବେଳେ ଶାନ୍ତିରେ, ଖୁସିରେ ରହିଥାନ୍ତି। ଆଉ ଏମିତିକା ପରିବେଶରେ ରହିବା ଦ୍ୱାରା ମାତା ଲକ୍ଷ୍ମୀ ଅଧିକ ସେ ଘରକୁ ପସନ୍ଦ କରିଥାନ୍ତି। ଗୁରୁବାର ଦିନ କାହାକୁ ଝାଡ଼ୁ, ବେଲଣା, ରୋଷେଇ ଘରର କୌଣସି ବି ଜିନିଷ ଅନ୍ୟକୁ ଦେବା ଉଚିତ ନୁହେଁ। ଏହା କଲେ ଘରୁ ଲକ୍ଷ୍ମୀ ଛାଡ଼ି ଚାଲିଯାଆନ୍ତି ବୋଲି ବିଶ୍ୱାସ ରହିଛି। ଯେଉଁମାନେ ବ୍ରତ ରଖିବେ ସେମାନେ ସୁଦଶା ବ୍ରତ ବହି ପଢ଼ି ବ୍ରତ କରିବା ଉଚିତ। ଅନ୍ୟମାନଙ୍କ ବ୍ରତର ମାହାତ୍ମ୍ୟ ଯେଉଁମାନଙ୍କୁ ବୁଝାଇବେ ତାହା ମଧ୍ୟ ବହୁତ ଭଲ। ମା ଲକ୍ଷ୍ମୀଙ୍କୁ ହଳଦୀ ପାଣି, କ୍ଷୀରବାସ ଜଳ କିମ୍ବା ପଞ୍ଚାମୃତରେ ସ୍ନାନ କରାଇଦେବା ଉଚିତ। ଗୁଆକୁ ହଳଦୀ ପାଣିରେ ବୁଡ଼େଇ ପୂଜା କରିବା ଉଚିତ। ବ୍ରତକୁ ମାଙ୍କ ପାଖରେ ପୂଜା କରି ସାରିବା ପରେ ମାଙ୍କୁ ଛୁଆଁଇ ହଳଦୀ ପାଣିରେ ବ୍ରତକୁ ବୁଡ଼ାଇ 10ଟି ଗଣ୍ଠି ପକାଇ ହାତରେ ଧାରଣ କରିବା ଉଚିତ। ବ୍ରତ ସମୟରେ ମାଙ୍କର ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ କରି ପୂଜା କରିବା ଉଚିତ। ଓଁ ମହାଲକ୍ଷ୍ମୀ ବିଦ୍ମହେ ବିଷ୍ଣୁ ପତ୍ନୀଶ୍ଚ ଧୀମହି ତନ୍ନୋ ଲକ୍ଷ୍ମୀ ପ୍ରଚୋଦୟାତ୍। ଏହି ମନ୍ତ୍ରଟି ହେଉଛି ମାଙ୍କର ଗାୟତ୍ରୀ ମନ୍ତ୍ର ଏବଂ ପ୍ରତ୍ୟେକ ନାରୀମାନଙ୍କୁ ଯେଉଁମାନେ ବ୍ରତ ରଖିବେ କିମ୍ବା ମାଣବସାରେ ମଧ୍ୟ ଏଇମାନଙ୍କର ଗାୟତ୍ରୀ ମନ୍ତ୍ରକୁ ଉଚ୍ଚାରଣ କରିକି ବ୍ରତ ରଖାଯାଏ ଏବଂ ମନ୍ତ୍ର ଉଚ୍ଚାରଣ କରିବା ମଧ୍ୟ ଭଲ। ଯଦି ଆପଣମାନେ ମନ ନ ରଖିପାରୁଛନ୍ତି ତାହେଲେ ଆପଣମାନେ ଦେଖିକି ମଧ୍ୟ ଲେଖିଦିଅନ୍ତୁ।
ଲେଖିକି ମଧ୍ୟ ଆପଣମାନେ ଦେଖିକି ମଧ୍ୟ ପଢ଼ିପାରିବେ ଆପଣମାନଙ୍କର ଏହି ମନ୍ତ୍ରଟି ମାଙ୍କର ଏହି ମନ୍ତ୍ରଟିକୁ। ଏହା ପଢ଼ିବା ଦ୍ୱାରା ଆପଣଙ୍କର ବହୁତ ଭଲ ହୋଇଥାଏ। ସବୁଠାରୁ ବଡ଼ କଥା ହେଉଛି ପୂଜା କରିସାରିବା ପରେ ମାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ। ହେ ମା, ପୂଜା କେମିତି କରାଯାଏ ମୁଁ ଜାଣିନାହିଁ। ପୂଜାର ନୀତି ନିୟମ ବିଷୟରେ ମୁଁ ଜାଣିନାହିଁ। ମନ୍ତ୍ର ମଧ୍ୟ ମୁଁ ମନେ ରଖିପାରୁନାହିଁ। ଯେତିକି ଜାଣିଛି ସେମିତି ପୂଜା କରିଛି। ମୋର ଦୋଷକୁ କ୍ଷମା କର ମା। ମୋତେ ଆଶୀର୍ବାଦ କର, ମୋର ପୂଜାକୁ ଗ୍ରହଣ କର। ମା, ମୋର ଯଦି କିଛି ଭୁଲ ହୋଇଛି ମୋତେ କ୍ଷମା କରିଦିଅ। ଏତିକି କହି ମାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବା ଉଚିତ କିମ୍ବା କ୍ଷମା ପ୍ରାର୍ଥନା ମନ୍ତ୍ର ଉଚ୍ଚାରଣ କରି ମାଙ୍କୁ କ୍ଷମା ମାଗିପାରିବେ। ଆଶା କରୁଛି ସୁଦଶା ବ୍ରତ ବିଷୟରେ ଅନେକ କଥା କହିବାକୁ ଚେଷ୍ଟା କରିଛି। ଯଦି ବି କିଛି ମୋର ଭୁଲ ରହିଯାଇଛି ନିହାତି ମୋତେ କମେଣ୍ଟରେ କୁହନ୍ତୁ। ଏବଂ ଯେଉଁମାନଙ୍କୁ ଭିଡ଼ିଓ ପସନ୍ଦ ଆସିଥିବ ଭିଡ଼ିଓ ଗୋଟେ ନିଶ୍ଚିତ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିଦେବେ ଏବଂ କମେଣ୍ଟରେ ନିଶ୍ଚିତ ଜୟ ମା ଲକ୍ଷ୍ମୀ ଲେଖିଦେବେ। ଆଜି ପାଇଁ ଏତିକିରେ ରହିଲି। ଧନ୍ୟବାଦ।